କହିଲେ ମଧ୍ୟ ଅବ୍ୟକ୍ତ ଭାବେ କିଛିଟା ଚାପା ଭାବ ତାଙ୍କ ଅନ୍ତରରେ ରହିଯାଇଥିଲା। କାରଣ ତାଙ୍କ ବାରମ୍ବାର ଭୂତ ଆନ୍ଦୋଳିତ କରୁଥିଲା ତାଙ୍କ ଅନ୍ତର ମନ୍ଦିର ଭିତରେ ଶ୍ରୀଚୈତନ୍ୟଙ୍କର କଥା। ସେ କଥା ତାଙ୍କୁ ବହୁବାର ଭୂତ ବ୍ୟତିବ୍ୟସ୍ତ କରୁଥିଲା। ସେଥିପାଇଁ ଶ୍ରୀ ଶ୍ରୀ ଠାକୁର ଯେତେ ଦିନ ରହିଛନ୍ତି ଶ୍ରୀ ଶ୍ରୀ ମାତା ମଣିବନ୍ତ ଦେବୀ ଜଣକ ବ୍ୟକ୍ତି ଯୁବକ, ଖୁବ୍ ହୃଷ୍ଟ ସୁସ୍ଥ ଏବଂ ଖୁବ୍ ମଧ୍ୟ ଶକ୍ତିଶାଳୀ ଯୁବକ ତାକୁ ନିଯୁକ୍ତି କରିଥିଲେ ଯେ ଠାକୁରଙ୍କ ପାଖାପାଖି ରହିବା ପାଇଁ। ତାଙ୍କ ନାଁ ପ୍ରଭାତ ହାଲଦାର। ଅନେକ ଆମେ ଜାଣିଛେ এই ପ୍ରଭାତ ହାଲଦାର ସେଦିନ ମଧ୍ୟ ଥିଲେ। ଠାକୁର ଯେତେବେଳେ ସମୁଦ୍ର ଧୀରେ ଧୀରେ କଠୋର ପିନ୍ଧି ଯେତେବେଳେ ବିଚାରଣ କରୁଥାନ୍ତି, କୁଆଡ଼େ ଯିବେ, କ'ଣ ଯିବେ, କୋଉଠିକି ଯିବେ, କୌଣସି ପ୍ରକାର ମଧ୍ୟ ନିର୍ଦ୍ଦିଷ୍ଟ ପ୍ରୋଗ୍ରାମ କିଛି ନଥିଲା। সেই ସମୟରେ ମଧ୍ୟ ସେ ପ୍ରଭାତ ହାଲଦାର ମଧ୍ୟ ଥିଲେ ଏବଂ ଠାକୁର ଯେତେବେଳେ ଆସିଛନ୍ତି এই যে ସାକ୍ଷୀ ପାଖକୁ ଆସିଛନ୍ତି ସେ ବେଳା ମଧ୍ୟ ଅନେକ ଅଗୋଚର ରହିଯାଇଛି। କାରଣ ଗୋଟିଏ ଗୋଟିଏ ଦିନ ବେଳା ଯଦି ଆମେ ଦେଖିବା ଆଲୋଚନା ପ୍ରସଙ୍ଗ କୁହନ୍ତୁ, ଦୀପରକ୍ଷୀ କୁହନ୍ତୁ, କଥା ପ୍ରସଙ୍ଗ, ନାନା ପ୍ରସଙ୍ଗେ ବହୁବାର ଭକ୍ତ ସେଗୁଡ଼ିକ ବିକଶିତ ହୋଇଛି। ଯେହେତୁ ସେହି ସମୟରେ ଆଉ କେହି ନାହାନ୍ତି, ପୁରୁଷୋତ୍ତମ ଏକା ହିଁ ଥାଆନ୍ତି। ତେଣୁ ଯେ ବେଳା ଘଟିଲା ସେଗୁଡ଼ିକ ଭକ୍ତ ଗୁପ୍ତ ରହିଗଲା। ତେଣୁ ଏଇ ଯେ ଗୁପ୍ତ ବେଳା ତାଙ୍କର, ଏଇ ଯେ ଆମମାନଙ୍କର ଅଘୋଷିତ ବେଳା ଏବଂ ତାଙ୍କର ସୁ ଇଚ୍ଛାରେ ଯେ ଏଠାକୁ ସେ ଆସିଛନ୍ତି। ପ୍ରତ୍ୟାବର୍ତ୍ତନ ପରେ ସ୍ମିତା ଦେଇକି সেই প্রভাত হালদার କହିଲେ তোমার সামনেও আমি গিয়েছিলাম, তুমিও দেখছো, কিন্তু এই গোটা আହୁରି বিস্ময় কথা সে ব্যক্তির সামনার মধ্যে ঠাকুর আসছেন, কিন্তু তার সেই মুহূর্তে কଣ ହେଇଛି কেজানি সে কিন্তু ঠাকুরଙ୍କୁ ଦେଖିପାରୁନଥିଲା। অনেক ঘটনা ঘটিয়েছি। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା যে କଥା ନିରଞ୍ଜନ ନାୟକ ଟିକେ ଦୁଃଖ ପ୍ରକାଶ କରି ଅବଶୋଷ ବଶତଃ ଗୋଟିଏ ଶବ୍ଦ ଉଚ୍ଚାରଣ କରୁଥିଲେ, ଯୋଉ ଲୀଳା ସ୍ମୃତି, ଯୋଉ ଲୀଳା ବିଭୂତି, ଯୋଉ ବହୁତ ଆଜି ଆମେ ଦର୍ଶନ କରିବା ପାଇଁ, ଅନୁଭବ କରିବା ପାଇଁ, ଉପଲବ୍ଧ କରିବା ପାଇଁ ବହୁ ଦୂର ଦୂରାନ୍ତ ଯାଉଛେ, ଅନେକ ଅର୍ଥ ବ୍ୟୟ କରୁଛେ। সেই ମଥୁରା ଯାଉଛେ, ବୃନ୍ଦାବନ ଯାଉଛେ, ଦ୍ୱାରକା ଯାଉଛେ, ନଦିଆ ନଦୀ ଯାଉଛେ, ଅନ୍ୟ ସମ୍ପ୍ରଦାୟ ହଜ କରିବାକୁ ଯାଉଛନ୍ତି। ଆଜି ସେଇ ଲୀଳା ବିଭୂତିକୁ ଆମେ ତାଙ୍କର ଚରଣାଶ୍ରିତ ହେଇକି ମଧ୍ୟ ଅନୁଭବ ଭିତରେ ଆଣିପାରୁନେ। ଗତ ଥର ମଧ୍ୟ ଆମେ ଦେଖିଲୁ ପୁରୀରେ ସାରା ଓଡ଼ିଶାର ମଧ୍ୟ ବହୁବାର ଭୂତ ଲୋକଙ୍କ ପାଖରେ ସେଇ ପ୍ରେରଣା ପୃଷ୍ଟ କରାହେଉଛି, এই ସମ୍ବାଦ ଭୂତ ଦିଆହେଉଛି, ବାରମ୍ବାର ଭୂତ ସେଟା ପ୍ରତିଷ୍ଠିତ ହେଉଛି। ଏ ଅଞ୍ଚଳରେ ମଧ୍ୟ ବହୁବାର ଭୂତ ଲୋକ ଠାକୁର ଶରଣାଶ୍ରିତ ହେଇଥିଲେ, ଆମେ ମଧ୍ୟ ସେଟା ବୁଝିପାରୁନେ। সেই ବେଳାଭୂମିର ଏକ ମହାତ୍ମ୍ୟ ହେଉଛି ଯୋଉ ଜାଗାକୁ ଗଲେ ମଣିଷ ସାଧନଶୀଳ ହୁଏ, ଭଜନ କରି ଚାଲେ ଏବଂ ତାଙ୍କ ସ୍ମୃତି ବାରେ ବାରେ ସହସ୍ର ବାର ତାର ମଥାପଟରେ ଭୂତ ସେଟା ସ୍ମୃତି ଉଠେ, ଅନେକ ଉଦ୍ଭାସ ଦେଇ ଉଠେ। এই যে বেড়া ক্ষেত্রକୁ ଆସିବା ମାତ୍ରକେ ମଣିଷ ଭିତରେ ଏକ ପୁଲକ ସୃଷ୍ଟି ହୁଏ, ତାଙ୍କ ପ୍ରତି ଏକ ଅଜଣାତରେ ଭୂତ ଗୋଟେ ଟାଣଟା ମଧ୍ୟ ସୃଷ୍ଟି ହେଇଯାଏ। ଆଜି ଆଚାର୍ଯ୍ୟ ମାନଙ୍କ ଯେ ସତ୍ସଙ୍ଗର ଅବସ୍ଥା ଦେଖି ପରମ ପୂଜା ଶ୍ରୀ ଶ୍ରୀ ଦାଦା ଶ୍ରୀ ଶ୍ରୀ ଠାକୁରଙ୍କ କଥାକୁ ରକ୍ଷା କରି ଆଜି ଦେଖନ୍ତୁ ଆମର ବୁଦ୍ଧମନ୍ତା ଆଚାର୍ଯ୍ୟର ବ୍ରହ୍ମା বা ଯେକୌଣସି ସମ୍ପ୍ରଦାୟ ଲୋକଙ୍କୁ ମଧ୍ୟ ଆକର୍ଷଣ କରିଥିଲେ। କୋଟି କୋଟି ଜନସଂଖ୍ୟା ଯୁବକ ଉଦ୍ଭିଦ ହେଉଥିଲା ସତ୍ସଙ୍ଗ। ଶ୍ରୀ ଶ୍ରୀ ଦାଦାଙ୍କ ସମୟରେ ମଧ୍ୟ ସେଇ ଗୋଟିଏ ପଏଣ୍ଟ ଥିଲା ମଣିଷ ସଂଗ୍ରହ ଅଭିଯାନ। এই মনুষ্য সংগ্রহ অভিযান যুগে যুগে পুরুষোত্তম আসি সেই ইষ্টার্থে মনুষ্য সংগ্রহ অভিযান করতে চালନ୍ତି। যে অভিযানকে বুদ্ধি প্রবৃত্তিକୁ ভেদ করে হতে চালে, এই যে ব্যক্ত এবং অব্যক্ত ভিতরে যে যুদ্ধ চালে সেটার আরম্ভ हुए বিবর্তনবাদের কথা हुए, ইভলিউশন কথা हुए বা হয়তো ট্রান্সফরমেশন কথা হয়তো মানুষের জীবনে আসে। শ্রী শ্রী ঠাকুর অনুকূচনে চাহিଥିଲେ ଆମ ମନ ଭିତରେ ଥିବା, ହୃଦୟ ମନ୍ଦିର ଭିତରେ ଥିବା ମୋର ସମସ୍ତ ପ୍ରକାର ବୁଦ୍ଧି ପ୍ରବୃତ୍ତିକୁ ଉଲ୍ଲଂଘନ କରି କିପରି ମୁଁ ତାଙ୍କ ପାଖକୁ ଯାଇପାରିବି। ଆମେ ଯେଉଁମାନେ ଆଜି ଏଠାରେ ଉପସ୍ଥିତ ରହିଛେ, ମୁଁ ଅନ୍ତତଃ ଆପଣଙ୍କ ଆଚାର୍ଯ୍ୟଙ୍କର ସେଇ ବାର୍ତ୍ତା ପ୍ରଦାନ କରିବାକୁ ଚାହେଁ, ନିବେଦନ କରିବାକୁ ଚାହେଁ। পরম পূজা শ্রী শ্রী দাদা ঠাকুর কহিলে তোমার কথা বলে দাদা তোমার মানে না। আজ বাস্তব আজ দেখবে তাকে কথা কহার মোর অবলা নাই। ঠাকুর କହିଛନ୍ତି, ଆଚାର୍ଯ୍ୟ କହିଛନ୍ତି, ବୋଧା କହିଛନ୍ତି, ଶ୍ରୀ ଶ୍ରୀ ବ୍ରହ୍ମା ଏ କଥା କହିଛନ୍ତି, ଏ କଥା କହାର ଅଭାବ ନାହିଁ। କାରଣ ମଣିଷର ଯେତେବେଳେ ନିଜର ବିଶ୍ୱାସ ସ୍ଥାପନ କରିପାରେ ନା, ନିଜର ବହୁତ ବ୍ୟକ୍ତିତ୍ୱକୁ ଉପସ୍ଥାପନ କରିପାରେ ନା, ସେତେବେଳେ ଗୁରୁ ଆଚାର୍ଯ୍ୟଙ୍କୁ ଗାଳି ଦେଇ ନିଜକୁ ସେ ପ୍ରତିଷ୍ଠା କରିବାକୁ ଚେଷ୍ଟା କରେ। କିନ୍ତୁ ଭକ୍ତ କିନ୍ତୁ ତାହା ଚାହେଁ ନା। ଭକ୍ତ କେବଳ ଆତ୍ମଗୌରବ ଦେବା ପାଇଁ ଚାହେଁ ନା, ଭକ୍ତ ସେ ଗୁରୁଗୌରବର ଗୌରବାନ୍ୱିତ ହେବା ପାଇଁ ଚାହେଁ। ଆପଣଙ୍କ ଏକାନ୍ତ ନିବେଦନ সেই গুরুଙ୍କର ଆଦର୍ଶରେ ଆଚାର୍ଯ୍ୟଙ୍କର ନିର୍ଦ୍ଦେଶ ଆଦେଶ ଆଶୀର୍ବାଦକୁ ବହନ କରି ଆପଣ ଲକ୍ଷ୍ୟ କରି ଦେଖନ୍ତୁ এই ତରୁଣ ବୟସରେ ଗୁଜରାଟ ଅଭିନେତା ଭାରତର ଗୋଟିଏ କୋଣ ପର୍ଯ୍ୟନ୍ତ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି। ବହୁ ଯୁବଶକ୍ତି ବହୁତ ଉଦ୍ବୋଧିତ କରିଛନ୍ତି। ଆଜି ଯେଉଁମାନେ ବହୁତ ଟେକ୍ନିକାଲି ଅନେକ ଭାର ସାଉଣ୍ଡ
ଆଜି ସେ ଶକ୍ତିକୁ ମଧ୍ୟ ବହୁ ଆଗକୁ ବୋଧିତ କରିଛନ୍ତି। ସେମାନେ ଭିତରେ ସେ ପ୍ରେରଣା ପୁଷ୍ଟ କରୁଛନ୍ତି। ଭାରତ ବର୍ଷରୁ ଗୋଟିଏ କୋଣରୁ ଆର କୋଣ ପର୍ଯ୍ୟନ୍ତ ସେ ଡାକରା ଦେଉଛନ୍ତି। ଆମେ କିପରି ସେଇ ଇଷ୍ଟାର୍ଥରେ ଜୀବନ ଯାପନ କରିବା। ଆପଣଙ୍କୁ ଏକାନ୍ତ ନିବେଦନ, ପ୍ରତ୍ୟେକ ଯେପରି ଏଭଳି ଏକ ପୁଣ୍ୟ ଦିନ ସଂକଳ୍ପ କରିବା, ଅନ୍ତତଃ ଅନ୍ୟ ଗୋଟିଏ ଲୋକକୁ ଯଦି ମୁଁ ମୋର ଆଣିପାରେ, ଠାକୁରଙ୍କ ପାଖକୁ ଆଣନ୍ତୁ, ଡାକିକି ଆଣନ୍ତୁ। ମୋ ପ୍ରଭୁଙ୍କ ମୁଁ ତାଙ୍କୁ ଯାଜନ କରିବି, ଦୀକ୍ଷା ଦେବି, ସେ ଗୋଟେ ଅଲଗା ଷ୍ଟେଜ। କିନ୍ତୁ ଠାକୁରଙ୍କ ପାଖକୁ ଆଣିବାରେ ମୋର କିଛି ତ ବହୁତ ବ୍ୟାଘାତ ନାହିଁ। ଆଣିବା ଭିତରେ ଏଇ ଠାକୁରଙ୍କ ମହିମା, ତାଙ୍କର କୃପା, ତାଙ୍କର କରୁଣା ଅନେକ କ୍ରିୟା କରେ। କିନ୍ତୁ ସବୁବେଳେ ଏଇ କୃପା, କରୁଣା, ଦୟା, କ୍ରୋଧ ଆଶ୍ରୟକୁ ଚାଲିବା ଉଚିତ ନୁହେଁ। ତାଙ୍କରି ସବୁ ସମୟରେ ଦେବ ଦର୍ଶନ କରିବାକୁ ଗଲାବେଳେ ଆମେ କେବଳ ତାଙ୍କୁ ପ୍ରାପ୍ତି ଅର୍ଥରେ ଯାଉ। ଠାକୁର ଅଭିନନ୍ଦନ କଥା କହୁଛନ୍ତି, ପୁରା ଚାହିତେ ଜାନନା ଦୟାମୟ, ଚାହେ ଧନ ଧନ ଆୟୁ ଆରୋଗ୍ୟ ବିଜୟ, ବାରି ଧୀରେ ଧୀରେ ବସି ଏକ ବିନ୍ଦୁ ଚଳ ନାହିଁ ଭୟ। ଆମେ ସବୁବେଳେ ସେ କୃପାସିତ ଭାବ ନେଇକି ଚାଲିଛେ। ଦୟା, କରୁଣା, ତାଙ୍କ କୃପା ମୋର କିନ୍ତୁ ଅମୁକ ହବ, ସମୁକ ହବ, ଆତ୍ମ ଜାତି ଭାବନା ଦୟା କରି ଟିକେ ସାଧନ ଦିଗରେ ଯିବାକୁ ପଡ଼ିବ। କୃପାସିତ ତାପରେ ସାଧନା ସିଦ୍ଧ। এই সাধনা সিদ্ধ যদি সে প্রভু মোর অন্তর মন্দির ভিতরে বিরাজমান করନ୍ତି। আচার্য দেব যে কথা যে মুহূর্তে চাହୁଛନ୍ତି ମୋ ଭିତରେ ଏକ ଅଦୃଶ୍ୟ ଶକ୍ତି କ୍ରିୟା କରେ। ଚାହୁଛନ୍ତି ମ୍ୟାନ୍ ଅଫ ପିସ୍ ଆଣ୍ଡ ମ୍ୟାନ୍ ଅଫ ସୁଇଟନେସ୍। এই ମଣିଷ ଗୋଟେ ଆଶୀର୍ବାଦ ପୁଷ୍ଟ ମଣିଷ ହେଇ ଉଠିବ, ଗୋଟେ ମଧୁରିଆ ମଣିଷ ହେଇ ଉଠିବ। এই ମଣିଷକୁ ଦେଖିଲେ ଆଚାର୍ୟ ଦେବ ସେଦିନ କହୁଥାନ୍ତି, ମୁଖମଣ୍ଡଳରେ ଯାଜନ କରିବା ପାଇଁ ତା ନୁହେଁ, ଶରୀରର ପ୍ରତିଟି ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟ ଯାଜନ କରେ। ଆମେ ଆମର ଉପସ୍ଥିତି ମଧ୍ୟ ଯାଜନ କରେ। ଆପଣଙ୍କୁ ଏକାନ୍ତ ନିବେଦନ, ଆଜି ମାତୃଶକ୍ତି ଏବଂ ଯୁବ ଶକ୍ତିକୁ ଆଚାର୍ୟ ବହୁବାର ଗୁରୁତ୍ୱ ଦେଉଛନ୍ତି। ଯୋଉ ଶକ୍ତି ଆଜି ବହୁତ ବିଭିନ୍ନ ଭାବରେ ବହୁତ ଉପଯୋଗ ହେଇ ଚାଲିଛି, এই ଦୁଇଟି ଶକ୍ତିକୁ ଆଧାର କରି ବିପୁଳ ସଂଖ୍ୟାରେ ଚାଲି ଯାଇଥିବା ଯେଉଁମାନେ ଗୁରୁଙ୍କୁ ଗ୍ରହଣ କରି ମଧ୍ୟ ସତ୍ସଙ୍ଗକୁ ସଦ୍ଗୁରୁକୁ ଚାଲି ଯାଇଛନ୍ତି, ସେମାନଙ୍କୁ ଆଣିବାର ଦାୟିତ୍ୱ ହେଉଛି ଆମମାନଙ୍କର। ଏବଂ ନବାଗତ ଆଜି ମଧ୍ୟ ଏଇଥର ପୂଜକ ଅବିନ୍ଦା ସମସ୍ତଙ୍କୁ ମଧ୍ୟ ସେ ଆହ୍ୱାନ ଦେଇ କହିଛନ୍ତି, ଦୀକ୍ଷା ଯଦି ନଥାଏ ତାହେଲେ ଦୀକ୍ଷା ପତ୍ର କାର୍ଯ୍ୟକ୍ରମ କରିବା କିପରି? ଆପଣ ଲକ୍ଷ୍ୟ କରି ଦେଖନ୍ତୁ, ପାରିପାର୍ଶ୍ୱିକ ଭିତରେ ହଜାର ହଜାର ସଂଖ୍ୟା, ଲକ୍ଷାଧିକ ସଂଖ୍ୟାର ଲୋକ ଆଜି ଚାଲି ଯାଇଛନ୍ତି। ସେମାନଙ୍କୁ ଆଣିବା ଦାୟିତ୍ୱ ହେଉଛି ଆମମାନଙ୍କର। ଠାକୁର ଭାଷାରେ ଆଲୋ ଯେମିତି ବର୍ତ୍ତମାନ ଆମେ ଆଲୋ, ବାୟୁ ଯେମିତି ବର୍ତ୍ତମାନ ଆମେ ବାୟୁ, କ୍ଷିତି ଯେମିତି ବର୍ତ୍ତମାନ ଆମେ କ୍ଷିତି, ଯାହା ଭିତରେ ସେ ଭଗବତ ଶକ୍ତି ଥାଏ ସେମିତି ବର୍ତ୍ତମାନ ଆମେ ଭଗବାନ। যারা তারা সঙ্গ করে তাকে দেখে জানা যায় যে তিনি হচ্ছে ভগবান। আপনাদের একান্ত নিবেদন, এই পূর্ণ পীঠ স্মৃতি পীঠ যাহা যাহা কার্যক্রম কথা কুহলা সেগুলোর দায়িত্ব আমাদের। এই অঞ্চল এক বিপুল অঞ্চল, নিষ্ঠাপর ব্রাহ্মণ অঞ্চল, ଯେଉଁମାନେ ବହୁତ ଜଙ୍ଗଲ ସଂସ୍କୃତ ବେଦ ବେଦାନ୍ତ ଉପନିଷଦ ବହୁତ ବହୁ ଭାଗ ଭରପୁର ହୋଇଛନ୍ତି। ବିଶାଳ ଅଞ୍ଚଳ ରହିଛି, ସେ ଅଞ୍ଚଳକୁ ଆମେ ଯିବା, ସେ ଲୋକମାନେ ପହଞ୍ଚିବା, ପୁରୁଷୋତ୍ତମ ବାର୍ତ୍ତା ବହନ କରି ତାଙ୍କ ପାଖରେ ପହଞ୍ଚିବା ଏବଂ ଆଉ ଯେ କ୍ରିୟାକ୍ରମ ସହିତ ଠାକୁରଙ୍କ ଦର୍ଶନକୁ ମଧ୍ୟ ବହୁବାର ଲୋକଙ୍କ ପାଖରେ ପହଞ୍ଚିବା। ଆପଣଙ୍କ ଏଇ କଥା ରଖୁଛି। ପରବର୍ତ୍ତୀ ବାରାନ୍ଦାରେ যে অবসর সৃষ্টি হচ্ছে, গোটা বর্ষ বর্ষ ধরে আমি উৎসব করছে, সেই গুরু ভাই মা মানে জীবন জনাস হয়েছে, তাଙ୍କର ମନ୍ତ୍ର ଶିଶିର ଆସୁଛେ। ନବାଗତ ଲୋକଙ୍କୁ ଆଣିବା ପାଇଁ ଆଚାର୍ଯ୍ୟ ଯେକୌଣସି ଉତ୍ସବ ହେଉଛି, ପ୍ରଚାର ପ୍ରସାରଟାକୁ ମୁଖ୍ୟତଃ କହୁଛନ୍ତି। ପ୍ରଚାର ପତ୍ର ନେଇକି ଲୋକଙ୍କ ପାଖରେ ପହଞ୍ଚାଇବା କଥା କହୁଛନ୍ତି। କାଗଜ ଖଣ୍ଡକୁ ଦେଖେଇ ହବ ନାହିଁ। ମୋର ଆକର୍ଷଣୀୟ ଶକ୍ତି, ମୋର ବାକ୍ୟ, ମୋର ବ୍ୟବହାର ଲୋକ ଭିତରେ ଏଭଳି କ୍ରିୟା କରିବ, ସେ ଲୋକ ବହୁତ ଉତ୍ସୁକତା ପ୍ରକାଶ କରିବ, ତାର ଆଗ୍ରହ ପ୍ରକାଶ କରିବ ଆସିବା। ଆପଣମାନେ ସେଇ ଆଗ୍ରହ ନେଇ ଯାଆନ୍ତୁ, ପ୍ରେରଣା ନେଇ ଯାଆନ୍ତୁ, ଅନୁମାନ ଉପସ୍ଥାପନ କରନ୍ତୁ, ଯାହା ଫଳରେ ଆଜି ଶ୍ରୀ ଶ୍ରୀ ଠାକୁରଙ୍କ আগমনের যে বার্তা প্রতি ঘরে ঘরে, প্রতি ছোট ছোট মন্ত্র মন্দিরে সম্পূর্ণ হয়ে উঠু, সমস্ত গাই উঠবা, স্বস্তি হবে ভুয়া গণ, ভয় নাই বলে ভয় নাই, ইষ্টার্থে